ପିଲାମାନେ ସମସ୍ତଙ୍କୁ ଆମର SM ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସ୍ୱାଗତ। ତ ସାଧାରଣ ବିଜ୍ଞାନ ଯେଉଁଟାକି ତୁମେ କହିପାରିବ ଜେନେରାଲ୍ ସାଇନ୍ସର ଆଜି ଆମେ ନେଇକରି ଆସିଛନ୍ତି ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ତୁମମାନଙ୍କର ସ୍କଲାରସିପ୍ ଏକ୍ଜାମ୍ ପାଇଁ ଆମେ ପାଠ ଛାଡ଼ୁଛନ୍ତି। ତ ଆଜି ପିଲାମାନେ ସାଧାରଣ ବିଜ୍ଞାନ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ଟିଏ ରହିବ। ଏଇ ଭିଡ଼ିଓଟାକୁ ତୁମେ ଭଲ କରି ଦେଖିବ, ଯାହାଦ୍ୱାରା କି ତୁମେ ଭଲ କରି ପ୍ରାକ୍ଟିସ୍ କରି ଏକ୍ଜାମ୍କୁ ଯାଇପାରିବ। ସମସ୍ତେ କ୍ଲିୟର ହେଲ। ସର୍ବପ୍ରଥମେ କହିବି ଆମର SM ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଯଦି ପିଲାମାନେ ସବସ୍କ୍ରାଇବ୍ କରିନ, ଏବେ ପିଲାମାନେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅ ଏବଂ ଗୋଟେ ଲେଖାଏଁ କମେଣ୍ଟ କରିଦିଅ। ପିଲାମାନେ ଏହାର କ୍ୱେଶ୍ଚନ୍ ୱିଥ୍ ପିଲାମାନେ ତୁମମାନଙ୍କୁ ଆନ୍ସର୍ ମଧ୍ୟ କହିବି। ତ ସେଥିପର୍ଯ୍ୟନ୍ତ ତୁମେ ଯଦି ଆନ୍ସର୍ ଜାଣିଛ, ମୁଁ ଗୋଟେ କ୍ୱେଶ୍ଚନ୍ କହିବି, ତୁମେ ଯଦି ଆନ୍ସର୍ ଜାଣିଛ ତାହେଲେ ତୁମେ ଆନ୍ସର୍ କହିପାରିବ। ବୁଝିପାରିଲ? ୟା ପୂର୍ବରୁ ପିଲାମାନେ ଭିଡ଼ିଓ ଛଡ଼ା ଯାଇଥିଲା, ଯଦି ଦେଖିନ ସେଟା ଯାଇକି ଦେଖିପାରିବ, ତୁମର ଓଡ଼ିଆରେ କମ୍ପ୍ଲିଟ୍ ହୋଇଯାଇଥିଲା। ଏତିକି ସମସ୍ତେ କ୍ଲିୟର ହେଲ କି? ତ ଦେଖ 41 ନମ୍ବର କ୍ୱେଶ୍ଚନ୍ ଦେଇଛି କୀଟବାହିତ ରୋଗର ଏକ ଉଦାହରଣ ନୁହେଁ। ପିଲାମାନେ ଦେଖ, ତ ଏଇଠି ପିଲାମାନେ ଲକ୍ଷ୍ୟ କର କୀଟବାହିତ ଆମର କୀଟ କ'ଣ ରହିଲେ? ମଶା ରହିଲେ। ମଶା, ତ ଏଠି ମଶା ଯେଉଁ କାମୁଡ଼ିଛି ପିଲାମାନେ, ମଶା କାମୁଡ଼ିଲେ ଆମର 3ଟି ପ୍ରକାର ରୋଗ ହୋଇଥାଏ ଆମେ ଜାଣିଛନ୍ତି। 1 ନମ୍ବରରେ ଆମର ରହିବ ଡେଙ୍ଗୁ ରହିବ। 1 ନମ୍ବରରେ ଫାଷ୍ଟ ଆମର ରହିବ ଡେଙ୍ଗୁ, ଯେଉଁ ଏଇଠି ପିଲାମାନେ ଲେଖାଯାଇଛି ଦେଖ, ଡେଙ୍ଗୁ ହେଉଛି ଫାଷ୍ଟ ରହିବ। ସେକେଣ୍ଡ ଆମର ରହିବ ବାତ ଜ୍ୱର ରହିବ। ଥାର୍ଡ଼ ଆମର ମ୍ୟାଲେରିଆ ରହିବ। ଏଇ 3ଟି ମଶା କାମୁଡ଼ିଲେ ଆମେ ଜାଣିଛନ୍ତି ଏଇ 3ଟି ହୋଇଥାଏ। ଏବଂ ପିଲାମାନେ କେଉଁ ମଶା କେଉଁଟା କାମୁଡ଼ିଲେ କେଉଁ ରୋଗ ହୋଇଥାଏ, କେଉଁ ମଶା ଯଦି କାମୁଡ଼ିବ କେଉଁ ରୋଗ ହୋଇଥାଏ, ତାହା ଏଇ 3ଟାର ମୋତେ ଦରକାର। ବୁଝିପାରିଲ? ତ ମ୍ୟାଲେରିଆ କେଉଁ ମଶା କାମୁଡ଼ିଲେ ହୋଇଥାଏ, ତ ବାତ ଜ୍ୱର କେଉଁ ମଶା କାମୁଡ଼ିଲେ ହୋଇଥାଏ, ଡେଙ୍ଗୁ ଜ୍ୱର କେଉଁ ମଶା କାମୁଡ଼ିଲେ ହୋଇଥାଏ। ଆନ୍ସର୍ ପିଲାମାନେ ମୋର ଦରକାର, ସମସ୍ତେ ଟିକେ କମେଣ୍ଟ କରିବ। ଦେଖ, ଆଉ ଏଠି କୀଟବାହିତ ରୋଗ ପିଲାମାନେ ଏଇ 3ଟା ହେଉଛି କୀଟବାହିତ, ଯେହେତୁ ଏମାନେ ମଶା ଦ୍ୱାରା ମାନେ ଏ ରୋଗ ହେଉଛି, ତ ଏ କୀଟବାହିତ ରୋଗ। ପ୍ଲେଗ୍ଟା ପିଲାମାନେ କାହା ଦ୍ୱାରା ହୋଇଥାଏ? ମୂଷା ଦ୍ୱାରା ହୋଇଥାଏ। କାହା ଦ୍ୱାରା ହୋଇଥାଏ? ନା ମୂଷା ଦ୍ୱାରା ହୋଇଥାଏ। ତ ମୂଷା ହେଉଛି ଅଲଗା ହେବ। ବୁଝିପାରିଲ? ସମସ୍ତେ କ୍ଲିୟର ହେଲ? ତ 42 ଦେଇଛି କେଉଁ ଜୋড়ାଟି ବର୍ଜ୍ୟ ଭାବେ ସମ୍ବୋଧିତ ନୁହେଁ? କେଉଁ ଜୋড়ାଟି ବର୍ଜ୍ୟ ଭାବେ ସମ୍ବୋଧିତ ନୁହେଁ? ତାପଜ ବିଦ୍ୟୁତ କାରଖାନା ପାଉଁଶ। ପିଲାମାନେ ତାପଜ ବିଦ୍ୟୁତ କାରଖାନା ପାଉଁଶ, ଏଟା ପିଲାମାନେ କ'ଣ ହେଉଛି ନା ବର୍ଜ୍ୟ ଭାବେ ସମ୍ବୋଧିତ ହେଉଛି। ବୁଝିପାରିଲ କି? ତାପଜ ବିଦ୍ୟୁତ କାରଖାନା ପାଉଁଶ ବାହାରେ ଜାଣିଛନ୍ତି। ତ ତାପରେ ପିଲାମାନେ ଆଲୁମିନିୟମ କାରଖାନା ଜୈବିକ ଖତ। ପିଲାମାନେ ଏଇଠି ଲକ୍ଷ୍ୟ କର, ଆଲୁମିନିୟମ କାରଖାନାରେ କ'ଣ ଜୈବିକ ଖତ ବାହାରେ କି? ନା ଡଷ୍ଟ ବାହାରେ, ଆଲୁମିନିୟମ ଡଷ୍ଟ। ତ ଜୈବିକ ଖତ ଏଠି ଦେଇଛି। ବୁଝିପାରିଲ? ରାସାୟନିକ ପଦାର୍ଥ ବାହାରେ। ତ ଏଠି ଏଇଟା ପିଲାମାନେ ଏଇଟା ହେଉଛି ଭୁଲ ଅଛି। ତ ଇସ୍ପାତ କାରଖାନା ଖାଦ୍ୟ, ଠିକ୍ ଅଛି। ଗୋଶାଳା ପିଲାମାନେ ଗୋଶାଳା ଜୈବିକ ଗ୍ୟାସ୍ ହେଇପାରିବ। ବୁଝିପାରିଲ? ତ ସେଥିପାଇଁ ଏଇଟା ପିଲାମାନେ ଅସମ୍ବୋଧିତ ନୁହେଁ। ବୁଝିପାରିଲ? ତ ଏଇଟା ପିଲାମାନେ ରାଇଟ୍ ଆନ୍ସର୍। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା ଆମେ 43 ନମ୍ବର। କେଉଁ ବିଶେଷ ଗୁଣ ଯୋଗୁଁ ଜଙ୍ଗଲର ଗଛପତ୍ର ମଧ୍ୟରେ ବାଘ ଲୁଚି ରହିପାରେ? ପିଲାମାନେ ଦେଖ, ଏଇଠି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ଟିଏ, ଏଇଭଳି କ୍ୱେଶ୍ଚନ୍କୁ ତୁମେ ଛାଡ଼ିବ ନାହିଁ। ତ ଏଇଠି ଦେଖ, ତ ବାଘର ଆମେ ଜାଣିଛନ୍ତି ଗୋଟେ ବାଘଟା, ତୁମେ ଯଦି ବାଘକୁ ଇଂଲିଶରେ କ'ଣ କୁହନ୍ତି ନା ଟାଇଗର। ତ ଟାଇଗର ପିଲାମାନେ କଲର୍ଟା କ'ଣ ନା ହଳଦିଆ ଆସେ, ୱେଲୋ। ବୁଝିପାରିଲ? ତ ହଳଦିଆ ଲେଖିଦେଉଛି ଏଠି ପିଲାମାନେ, ହଳଦିଆ ଆସେ। ତ ହଳଦିଆ ସହିତ ବ୍ଲାକ୍ ଗାର ଆସେ। ବୁଝିପାରିଲ? ତ ଯେଉଁ ହଳଦିଆ ସହିତ ବ୍ଲାକ୍ ଗାର ଆସେ, ତ ସେଇ ଯେଉଁ ଗାର ଆସେ ପିଲାମାନେ, ସେଇ ଗୁଣ ଯୋଗୁଁ ସେ ହେଉଛି କ'ଣ ନା ହେଉଛି ଜଙ୍ଗଲରେ ଗଛପତ୍ର ମଧ୍ୟ ଲୁଚିବେ। ଜାଣିପାରିବେନି ଟୋଟାଲି, ତ ଆମେ ଜଣା ହେବନି, ଯେହେତୁ ଆମେ ଜାଣିଛନ୍ତି ଆମର ପାଣିରେ କିଏ ରହିଥାଏ ନା କୁମ୍ଭୀର। କ୍ରୋକୋଡାଇଲ୍ ରହିଥାଏ ପାଣିରେ, କ୍ରୋକୋଡାଇଲ୍। ବୁଝିପାରିଲ? କ୍ରୋକୋଡାଇଲ୍ ଯେଉଁ ରହିଥାଏ, ତ ସିଏ ପାଣିରେ ଆମର ଯେଉଁ ରହିଥାଏ, ଆମେ ଜାଣିପାରନ୍ତି କି ସେ ପାଣିରେ ଅଛି ବୋଲି? ଆମେ ଜାଣିପାରନ୍ତି କି? ଜାଣିପାରନ୍ତିନି। ଯଦି ଗୋଟେ ମଣିଷ ଯାଇଛି, ସେ ଆଟାକ୍ କରିବ ମାନେ ଡାଇରେକ୍ଟ ଖାଇବ। ବୁଝିପାରିଲ? ପାଣିରେ ଅଛନ୍ତି ଜାଣିପାରନ୍ତି। ସେଇଭଳି ପିଲାମାନେ ବାଘ ବି ଲୁଚିକି ରହିଥାଏ। ବୁଝିପାରିଲ? ତ ବାଘ ପିଲାମାନେ ଦେଖ, ଶରୀରର ପଟା ଦାଗ ଯୋଗୁଁ ଏଇଟା ହେଉଛି ରାଇଟ୍ ଆନ୍ସର୍। ଆଉ କିଛି ହେବନି, ଲୁଚି ଦେଇଛି ମାନେ ଏଗୁଡ଼ିକ ମାରିବ ନାହିଁ। ବୁଝିପାରିଲ? ସମସ୍ତେ କ୍ଲିୟର ହେଇଗଲ? 43 ନମ୍ବର କୋଉଟା ଆନ୍ସର୍ ହେଲା ଏ। ତ ତାପରେ ଦେଖ, ଏକ ଜଙ୍ଗଲରେ ଖାଦ୍ୟ ଶୃଙ୍ଖଳ ହରିଣକୁ କିପରି କୁହାଯାଏ? ମନେ ରଖ ପିଲାମାନେ, ମୁଁ ଯେତିକି କ୍ୱେଶ୍ଚନ୍ କହୁଛି ଏଗୁଡ଼ିକ ଇମ୍ପୋର୍ଟାଣ୍ଟ ରହିବ, ଏଗୁଡ଼ିକ ଭଲ ଭାବରେ ଦେଖ। ଆଉ ଗୋଟେ ଲେଖା ସମସ୍ତେ କମେଣ୍ଟ କରିଦେବ, ଗୋଟେ ଲେଖା ସେୟାର କରିଦେବ। ବୁଝିପାରିଲ? ତ ଏକ ଜଙ୍ଗଲରେ ଖାଦ୍ୟ ଶୃଙ୍ଖଳ ହରିଣକୁ କ'ଣ କୁହାଯିବ? ହରିଣ ପିଲାମାନେ ମନେ ରଖ, ଖାଦ୍ୟ ଶୃଙ୍ଖଳରେ ହରିଣକୁ ଆମେ କ'ଣ କହିପାରିବା? ତ ହରିଣଟା ପିଲାମାନେ କ'ଣ? ବୁଝିପାରିଲ? ତ ହରିଣ କ'ଣ ଖାଏ? ପିଲାମାନେ ହରିଣ ମାଂସାଶୀ କହିବ ନାହିଁ, ଭୁଲରେ ବି ମାଂସାଶୀ କହିବ ନାହିଁ, ସବୁଜ କହିବ ନାହିଁ। ସେ ସବୁ ଖାଏନି କି ମାଂସ ଖାଏ ନାହିଁ। ବୁଝିପାରିଲ? ଆଉ ସର୍ବଭୋକ୍ତି କହିବ ନାହିଁ। ବୁଝିପାରିଲ? ସିଏ ଗୋଟେ କ'ଣ ନା ତୃଣଭୋଜୀ। ବୁଝିପାରିଲ? ଗଛ ପତ୍ର ସେଇଟା ଖାଇବ। ତ ତୃଣଭୋଜୀ ହେଉଛି ଆନ୍ସର୍। ବୁଝିପାରିଲ କି ସମସ୍ତେ? 44 ଗଲା ପିଲାମାନେ। 45 ନମ୍ବର, ମାଛର ଶ୍ୱାସକ୍ରିୟା କେଉଁ ଅଙ୍ଗ ଦ୍ୱାରା ଅମ୍ଳଜାନ ଗ୍ରହଣ? ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ଟିଏ। ଏଇଟା ତୁମର ଆଦର୍ଶ ନବୋଦୟରେ ବି ଥିଲା, ତ ଏଥିରେ ବି ଅଛି। ମାଛ ପିଲାମାନେ ଆମେ ଜାଣିଛନ୍ତି, ମାଛର ଗୋଟିଏ ଜିନିଷ ଅଛି ଯେଉଁଟାକି ଗାଲି। ତ ଗାଲି କହିପାରିବ, ବି ଲାଗିଲେ ଗାଲିଚି ହେଇପାରିବ। ବୁଝିପାରିଲ? ତ ଗାଲିଚି ଦ୍ୱାରା ସେ ଅମ୍ଳଜାନ ଗ୍ରହଣ କରିଥାଏ। ଆଉ ମନୁଷ୍ୟ ପିଲାମାନେ କାହା ଦ୍ୱାରା ଅମ୍ଳଜାନ ଗ୍ରହଣ କରିଥାଏ? ଏଇଟା ସମସ୍ତେ କମେଣ୍ଟ କର। ବୁଝିପାରିଲ? ଆଉ ଗୋଟେ କ୍ୱେଶ୍ଚନ୍ ତୁମେ ମନେ ରଖିଥିବ, ମାଛର ପିଲାମାନେ ଲାଞ୍ଜ ଯେଉଁ ଅଛି ପିଲାମାନେ, ମାଛର ଯେଉଁ ଲାଞ୍ଜ ଅଛି, ଏଇଟା କ'ଣ ଦିଗ ପରିବର୍ତ୍ତନ କରିବାରେ ସାହାଯ୍ୟ ହୋଇଥାଏ। ଦିଗ ପରିବର୍ତ୍ତନ ମନେ ରଖିଥିବ, ଏଇ କ୍ୱେଶ୍ଚନ୍ ବି ପଚାରେ। ଦିଗ ପରିବର୍ତ୍ତନ କରିବାରେ ସାହାଯ୍ୟ ହୋଇଥାଏ। ବୁଝିପାରିଲ? ମାଛର ଯେଉଁ ଲାଞ୍ଜ ରହିଲା, ଲାଞ୍ଜ ପିଲାମାନେ ଏଇଟା
ତା ଲାଞ୍ଜ ମାନେ ଦେଖିଛ ତ, ଏଇଟା ଧର ମାଛ, ଏଇଟା ହେଉଛି ତା ଲାଞ୍ଜ, ବୁଝିପାରିଲ, ଦିଗ ପରିବର୍ତ୍ତନ ପାଣିଲେ, ବୁଝିପାରିଲ। ତ ଦେଖ 46 ନିମ୍ନଲିଖିତ ମଧ୍ୟରୁ କେଉଁଟି ରାସାୟନିକ ଶକ୍ତିର ଉତ୍ସ ନୁହେଁ? ଉତ୍ସ ନୁହେଁ ପିଲାମାନେ ଦେଇଛି, ନିମ୍ନଲିଖିତ ମଧ୍ୟରୁ କେଉଁଟା ରାସାୟନିକ ଶକ୍ତିର ଉତ୍ସ ନୁହେଁ? ଉତ୍ସ 3ଟା ଥିବ, ଗୋଟେ ଉତ୍ସ ନୁହେଁ ହେଇଥିବ। ବ୍ୟାଟେରୀ, ଇନ୍ଧନ, ଖାଦ୍ୟ, ଜଳସ୍ରୋତ। ପିଲାମାନେ ସମସ୍ତେ କମେଣ୍ଟ କର, ୟା ଭିତରୁ କେଉଁଟା ହେଉଛି ରାସାୟନିକ ଶକ୍ତିର ଉତ୍ସ ନୁହେଁ? ଆରାମସେ ତୁମେ ଦେଖିଲେ ହିଁ ଜାଣିପାରିବ, ଏତେ ଇଜି କ୍ୱେଶ୍ଚନ୍, ଆରାମସେ ପିଲାମାନେ ତୁମେ ଦେଖିଲେ ହିଁ ଜାଣିପାରିବ ନା ବ୍ୟାଟେରୀ, ଇନ୍ଧନ, ଖାଦ୍ୟ ଏଗୁଡ଼ା ହେଉଛି କ'ଣ ରାସାୟନିକ ଶକ୍ତିର ଉତ୍ସ, କିନ୍ତୁ ଜଳସ୍ରୋତଟା ରାସାୟନିକ ଶକ୍ତିର ଉତ୍ସ ନୁହେଁ, ବୁଝିପାରିଲ। 46 ରାଇଟ୍ ଆନ୍ସର୍ ହେଉଛି ଡି ହେଇଯିବ, ବୁଝିପାରିଲ କି। ତ ଦେଖ 47 ନମ୍ବର, ରେଫ୍ରିଜରେଟର ଓ ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ରରୁ ବାହାରୁଥିବା କେଉଁ ଗ୍ୟାସ୍ ବାୟୁମଣ୍ଡଳକୁ ଦୂଷିତ କରେ? ଏଇଟା ପିଲା ମନେ ରଖିବ, ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନଟିଏ, ଏବଂ ଏଇଟା ପିଲାମାନେ ପ୍ରାୟ ପିଲା এই କ୍ୱେଶ୍ଚନଟି ଭୁଲ କରନ୍ତି, ଏଇଟା ଭଲ ଭାବରେ ଦେଖି ଯାଇଥିବ। ତ ଦେଖ, ତ ରେଫ୍ରିଜରେଟର ଏବଂ ଶୀତ ତାପ ଯନ୍ତ୍ରରୁ ଗୋଟେ ବାହାରେ କୋଉଟା ନା କ୍ଲୋରୋଫ୍ଲୋରୋକାର୍ବନ, ଏଇଟା ମନେ ରଖିବ, କ୍ଲୋରୋଫ୍ଲୋରୋକାର୍ବନ। এইটা হচ্ছে ইম্পর্টাଣ୍ଟ କ୍ୱେଶ୍ଚନଟେ, ଏଇଟା ଭଲ କରିଲ। ଏଇଠି ପିଲାମାନେ ଇଏ କରନ୍ତି ଯେ କାର୍ବନ ମନୋକ୍ସାଇଡ୍ ଯେଉଁ ପିଲାମାନେ ମାରି ଦିଅନ୍ତି, ତ କାର୍ବନ ମନୋକ୍ସାଇଡ୍ ମାରିବ ନାହିଁ, ବୁଝିପାରିଲ, ଏ ହେଉଛି ରାଇଟ୍ ଆନ୍ସର୍। ତ ନେକ୍ସଟ କ୍ୱେଶ୍ଚନ ଦେଖ, କେଉଁଟି ଅନ୍ୟ ତିନିଟି ଠାରୁ ଭିନ୍ନ? କେଉଁଟି ଅନ୍ୟ ତିନି ଠାରୁ ଭିନ୍ନ ମାନେ କ'ଣ? ଦେଖ ଏଇ ଜାଗାରେ ତୁମେ ଦେଖିବ ତ ତିନିଟି ଗୋଟେ ଡିଫରେଣ୍ଟ ଥିବ, ଗୋଟେ ଆଉ ଗୋଟେ ଡିଫରେଣ୍ଟ ହେଇଥିବ, ବୁଝିପାରିଲ। ଟେଲିଫୋନ୍, ଇଣ୍ଟରନେଟ୍, କମ୍ପ୍ୟୁଟର, ମୋବାଇଲ ଫୋନ୍। ପିଲାମାନେ ଲକ୍ଷ୍ୟ କର, ଏଇ କ୍ୱେଶ୍ଚନରେ ତୁମମାନଙ୍କର ଟେଲିଫୋନ୍, ଇଣ୍ଟରନେଟ୍, କମ୍ପ୍ୟୁଟର, ମୋବାଇଲ ଫୋନ୍ ତିନୋଟି ଗୋଟିଏ ଜାଗାରେ ଆସୁଛି, ଗୋଟେ କିନ୍ତୁ ଅଲଗା ଆସୁଛି। କେଉଁଟା ପିଲାମାନେ ଦେଖ, ତ ଟେଲିଫୋନ୍ ଯା ମୋବାଇଲ ସେୟା ଲେଖିପାରିବା, ଟେଲିଫୋନ୍ ଯା ମୋବାଇଲ ଫୋନ୍ ସେୟା, ବୁଝିପାରିଲ। ଏବଂ ପିଲାମାନେ କମ୍ପ୍ୟୁଟର ବି ଏଗୁଡ଼ିକ ଦେଖ, ଏଇ ତିନୋଟି ଆମର ଇଲେକ୍ଟ୍ରୋନିକ୍ସରେ ଯାଉଛି, ଇଲେକ୍ଟ୍ରୋନିକ୍ସ, ବୁଝିପାରିଲ। ତ ଏଗୁଡ଼ିକ କ'ଣ ଇଣ୍ଟରନେଟ୍ଟା ପିଲାମାନେ କ'ଣ ଟେଲିଫୋନ୍ରେ ଯଦି ଇଣ୍ଟରନେଟ୍ ଥିବ, ମୋବାଇଲ ଯଦି ଫୋନ୍ରେ ଇଣ୍ଟରନେଟ୍ ଥିବ, ତାହେଲେ କମ୍ପ୍ୟୁଟର ଯଦି ଇଣ୍ଟରନେଟ୍ ଥିବ, ତାହେଲେ ଆମେ ଚଲେଇପାରିବା, ବୁଝିପାରିଲ। ତ ଇଣ୍ଟରନେଟ୍ଟା ଆମେ ୟୁଜ୍ କରୁଛନ୍ତି, ତ ଏଇ ତିନିଟା ଆମର କ'ଣ ଯାଉଛି ନା ଇଲେକ୍ଟ୍ରିକାଲ ନା ଇନଷ୍ଟ୍ରୁମେଣ୍ଟରେ ଯାଉଛି, ବୁଝିପାରିଲ। ତ ଏଇଟା ତୁମେ କହିପାରିବ। ତ 48 ନମ୍ବର ଇଣ୍ଟରନେଟ୍ ହେଉଛି ଅଲଗା ହେବ, କାହିଁକି ହେବ ବୁଝିପାରିଲ। ତ ସେହିପରି ପିଲାମାନେ ଦେଖ 49 ନମ୍ବର, ନିମ୍ନଲିଖିତ ମଧ୍ୟରୁ କେଉଁଟା ଏକ ପେଟ୍ରୋଲିୟମ ଏକ ଉତ୍ପାଦ ନୁହେଁ? ପେଟ୍ରୋଲିୟମ ଏକ ଉତ୍ପାଦ ନୁହେଁ ପିଲାମାନେ ଦେଇଛି, ବୁଝିପାରିଲ। ତ ଉତ୍ପାଦ ନୁହେଁ, ଉତ୍ପାଦ ତିନିଟି ହେଇଥିବ, এইଭଳି ପିଲାମାନେ କରିବ, ନହେଲେ ତୁମେ ଛନ୍ଦି ପଡ଼ିବ, ବୁଝିପାରିଲ କି ସମସ୍ତେ। ଉତ୍ପାଦ ନୁହେଁ ଦେଇଛି ପିଲାମାନେ ଦେଖ, ଏଇଠି ପିଲାମାନେ ଡିଜେଲ, କୃତ୍ରିମ ରବର, ମହମ, ଏଇ ତିନିଟା ହେଉଛି ଆମ ପେଟ୍ରୋଲିୟମର ଏକ ଉତ୍ପାଦ, ବୁଝିପାରିଲ। କୃତ୍ରିମ ରବର ବି ଉତ୍ପାଦ, ଡିଜେଲ ବି ଉତ୍ପାଦ, ମହମ ବି ଉତ୍ପାଦ, କିନ୍ତୁ ପିଲାମାନେ କୋକ୍ଟା ହେଉଛି ଉତ୍ପାଦ ନୁହେଁ, ମନେ ରଖିଥିବ ସମସ୍ତେ, ବୁଝିପାରିଲ। ତ କୋକ୍ଟା ହେଉଛି ଉତ୍ପାଦ ନୁହେଁ। ବାୟୁରେ ଥିବା କେଉଁ ଗ୍ୟାସ୍ ଚୂନ ପାଣିକୁ ଦୁଧିଆ କରିପାରେ? ଏଇଟା ବି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନଟିଏ, 50 ଟଙ୍କା ବି ଭଲ କରି ଦେଖି ଯାଇଥିବ। ବାୟୁରେ ପିଲାମାନେ ଅଙ୍ଗାରକାମ୍ଳ ଅଛି, ଯେଉଁଟାକି ପିଲାମାନେ ତୁମର ଚୂନ ପାଣିକୁ ଦୁଧିଆ ରଙ୍ଗର କରିଦିଏ। ଆଲୁମିନିୟମ କେଉଁ ଖଣିଜ ପଦାର୍ଥକୁ ନିଷ୍କାସିତ କରାଯାଏ? ଆଲୁମିନିୟମଟା ପିଲାମାନେ, ଏଇଟା ବି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ଦେଖ ଯେତିକି କ୍ୱେଶ୍ଚନ କହୁଛି ସବୁ ପିଲାମାନେ ଇମ୍ପୋର୍ଟାଣ୍ଟ, ସବୁ କ୍ୱେଶ୍ଚନକୁ ତୁମେ ଭଲ କରି ଦେଖିଯିବ, ବୁଝିପାରିଲ। ଆଲୁମିନିୟମ କେଉଁ ଖଣିଜ ପଦାର୍ଥ ନିଷ୍କାସିତ ହୋଇଥାଏ? ଗ୍ୟାଲେନା, ବକ୍ସାଇଟ୍, ଡୋଲମାଇଟ୍, ବରକ୍ସ। ପିଲାମାନେ ଆଖି ବନ୍ଦ କରି ପିଲାମାନେ କହିଦେବେ, ଆଖି ବନ୍ଦ କରି ପିଲାମାନେ କହିଦେବେ ସାର୍ ଏ ବକ୍ସାଇଟ୍ରୁ ଆମର ଆଲୁମିନିୟମ ଉତ୍ପାଦିତ ହୋଇଥାଏ, ବକ୍ସାଇଟ୍ ହେଉଛି ରାଇଟ୍ ଆନ୍ସର୍, ବୁଝିପାରିଲ। ତ ନେକ୍ସଟ କ୍ୱେଶ୍ଚନ ଦେଖିବା 52, ବଲପେନ୍ର ଧାରଣା ପ୍ରଥମେ ଆମେରିକାର ଜନ୍ ଲାଉଡ୍ କେଉଁ ମସିହାରେ କରିଥିଲେ? ପିଲାମାନେ ଦେଖ ଫାଷ୍ଟ କ୍ୱେଶ୍ଚନ ତ ମନେ ପଡ଼ିବ, ଏମିତି କ୍ୱେଶ୍ଚନ ପଡ଼ିପାରେ, ବଲ୍ ପେନ୍ କିଏ ଉଦ୍ଭାବନ କରିଥିଲେ, ବୁଝିପାରିଲ। ବଲ୍ ପେନ୍ କିଏ ଉଦ୍ଭାବନ କରିଥିଲେ? ତ କିଏ ଉଦ୍ଭାବନ କରିଥିଲେ ନା ଜନ୍ ଲାଉଡ୍। ତ ପିଲାମାନେ ଏଇଟା ମନେ ରଖିଥିବ, ଜନ୍ ଲାଉଡ୍ ଆମର ବଲ୍ ପେନ୍ ଉଦ୍ଭାବନ କରିଥିଲେ। ତାପରେ ପିଲାମାନେ ତୁମେ ମସିହା ମନେ ରଖିଥିବ, ତୁମର ଏଇଭଳିଆ କ୍ୱେଶ୍ଚନ ପଡ଼ିପାରେ, ତୁମର ମସିହା ବି ପଡ଼ିପାରେ। ମସିହା ପିଲାମାନେ ମନେ ରଖିଥିବ, ଆଖି ବନ୍ଦ କରିକି ଏଇ ମସିହାଟାକୁ ଘୁଷି ଯାଇଥିବ, କାହିଁକିନା ଏଇ କ୍ୱେଶ୍ଚନ ପଡ଼ିଲା ଭଳି କ୍ୱେଶ୍ଚନ। ତ 1888 ମାନେ 1 3ଟା 8 ଲେଖିଦେବ, ମନେ ରଖିଥିବ, 3ଟା 8 ଇଜି, ଯେଉଁଠି 3ଟା 8 ଥିବ ବସେଇଦେବ, ବୁଝିପାରିଲ। 1 3ଟା 8 ଥିବ ଯେଉଁଠି, ସେଇଟା ବସେଇଦେବ, ସେଇଟା ହେଉଛି ଆନ୍ସର୍, ବୁଝିପାରିଲ। 53 ନମ୍ବର ଦେଖିବା, ଭୋପାଳ ସ୍ଥିତ କୀଟନାଶକ ପ୍ଲାଣ୍ଟ ୟୁନିୟନର କାର୍ବନ ଡାଇଅକ୍ସାଇଡ୍ ଇଣ୍ଟୁ ଲିମିଟର କେଉଁ ଗ୍ୟାସ୍ ନିର୍ଗତ ହୋଇ 1500ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିଲା? ଏଇଟା ବି ପିଲାମାନେ ଗୋଟେ ଜିକେ ଟାଇପ୍ରେ, ଏଟାକୁ ଭଲ ଭାବରେ ଦେଖି ଯାଇଥିବ, ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନଟିଏ, ବୁଝିପାରିଲ। ଏଇଟା ପିଲାମାନେ ଦେଖ ମିଥାଇଲ୍, ସବୁଥିରେ ଦେଖ ମିଥାଇଲ୍ ଅଛି, ସବୁଥିରେ ମିଥାଇଲ୍। ଇଥାଇଲ୍ ଯେଉଁଟା ଥିବ ପିଲାମାନେ ଆଖି ବନ୍ଦ କରି କାଟିବ, ଇଥାଇଲ୍ ହେବନି, ମିଥାଇଲ୍ ପିଲାମାନେ ଦେଖ ଆଇସୋସିଆନେଟ୍, ବୁଝିପାରିଲ, ଆଇସୋସିଆନେଟ୍, ମିଥାଇଲ୍ ଆଇସୋସିଆନେଟ୍ ହେଉଛି ରାଇଟ୍ ଆନ୍ସର୍, ବୁଝିପାରିଲ। ତ ଆଇସୋଇନାଇଡ୍ ଅଛି, ଇଟା ଲେଖିବ ନାହିଁ, ନେଟ୍ ଲେଖିବ, ବୁଝିପାରିଲ, ମିଥାଇଲ୍ ଆଇସୋସିଆନେଟ୍। ଏଇଟା ପିଲାମାନେ ଭଲ କରି ଦେଖି ଯାଇଥିବ। 53 ହେଉଛି ସି ହେଉଛି ରାଇଟ୍ ଆନ୍ସର୍ ହେଇଯିବ, ବୁଝିପାରୁଛ କି। ତ ସେଇପରି କ୍ୱେଶ୍ଚନ ଦେଖିବା, ଦେଖ ଦେଖ 54 ନମ୍ବର ଦେଖିବା ପିଲାମାନେ। 54 ନମ୍ବର ତୁମମାନଙ୍କର କ'ଣ ଦେଇଛି? ଦେଖ 54 ଦେଇଛି, ନିମ୍ନଲିଖିତ ସ୍ଥାନମାନଙ୍କ ମଧ୍ୟରୁ କେଉଁଥିରେ ନ୍ୟୁକ୍ଲିୟ ଶକ୍ତି କେନ୍ଦ୍ର ନାହିଁ? ନ୍ୟୁକ୍ଲିୟ ଶକ୍ତି କେନ୍ଦ୍ର ନାହିଁ ପିଲାମାନେ ଦେଇଛି, ବୁଝିପାରିଲ। 3ଟି ଦେହର ନ୍ୟୁକ୍ଲିୟ ଶକ୍ତି କେନ୍ଦ୍ର ଅଛି ଏବଂ ଗୋଟିଏ ଦେହର ନ୍ୟୁକ୍ଲିୟ ଶକ୍ତି କେନ୍ଦ୍ର ନାହିଁ, ବୁଝିପାରିଲ। ଦେଖ
এইଠି ପିଲାମାନେ ଦେଖିବ ଏଇ କ୍ୱେଶ୍ଚନଟା ଭଲ କରି ମନେ ରଖିଥିବ। ତ ଏଇ କ୍ୱେଶ୍ଚନଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନଟେ ଏବଂ ହାର୍ଡ ଟିକେ ଅଛି, ବୁଝିପାରୁଛ କି ହାର୍ଡ କ୍ୱେଶ୍ଚନଟି ଏଇଟା ପିଲାମାନେ। ତ ଏଇଠି ଦେଖ ଆନ୍ସର ପିଲାମାନେ କ'ଣ ହେଇଯିବ ନା ବାରାମତି ହେଇଯିବ। ରାଉତବାଟ ଆଉ ନରଡ଼ା ଆଉ କାଇଗା ଏଥିର ପିଲାମାନେ ନ୍ୟୁକ୍ଲିୟ ଶକ୍ତି କେନ୍ଦ୍ର ଅଛି, ବୁଝିପାରିଲ। ତ ବାରାମତୀର ଆମର ନ୍ୟୁକ୍ଲିୟ ଶକ୍ତି କେନ୍ଦ୍ର ନାହିଁ, ଏଇଟା ହେଉଛି ଆନ୍ସରଟା। ତ 55 ଦେଖ ସୂର୍ଯ୍ୟଙ୍କର ଅପରିମିତ ଶକ୍ତି କେଉଁ ପ୍ରକ୍ରିୟାରେ ଅନବରତ ତିଆରି ହେଉଛି। ସୂର୍ଯ୍ୟଙ୍କର ଅପରିମିତ ଶକ୍ତି କେଉଁ ପ୍ରକ୍ରିୟାରେ ଅନବରତ ତିଆରି ହେଉଛି, ଏଇଟା ଟିକେ ଭଲ ଭାବରେ ଦେଖି ଯାଇଥିବ କାହିଁକିନା এই କ୍ୱେଶ୍ଚନଟା ପଢ଼ିଲା ବେଳେ କ୍ୱେଶ୍ଚନଟି ସବୁ ପିଲାମାନେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, ବୁଝିପାରିଲ। ତ ଏଥିରେ ପିଲାମାନେ ଦେଖ ସୂର୍ଯ୍ୟଙ୍କର ଗୋଟେ ଅପରିମିତ ଶକ୍ତି କେଉଁ ପ୍ରକ୍ରିୟାରେ ଅନବରତ ହେଉଛି ନା ନ୍ୟୁକ୍ଲିୟ ପ୍ରକ୍ରିୟା, ନ୍ୟୁକ୍ଲିୟ, ବୁଝିପାରିଲ। ତ ଦହନ ହେବନି, ବିସ୍ଫୋରଣ ହେବନି, ରାସାୟନିକ ହେବନି, ନ୍ୟୁକ୍ଲିୟ ହେଉଛି ରାଇଟ୍ ଆନ୍ସର। ସମସ୍ତେ ଏତିକି କମ୍ପ୍ଲିଟ୍ କଲ। ତ 56 ନମ୍ବର ଦେଖିବା ମୃତ୍ତିକା କ୍ଷୟ ରୋକିବା ପାଇଁ କେଉଁଟି ଏକ ଉପାୟ ନୁହେଁ ନୁହେଁ ପଚାରିଛି, ବୁଝିପାରିଲ। ଚାଷ ଜମିରେ ଚାରିପଟେ ହିଡ଼ ନଦେବା, ହିଡ଼ ନଦେବା ଦେଖ ଭଲ କରି ଲକ୍ଷ୍ୟ କର, ତୁମେ ଆରାମସେ କରିପାରିବ। ହିଡ଼ ନଦେବା ଫାଷ୍ଟରୁ ଯଦି ହିଡ଼ ଦେବା ହେଇଥାନ୍ତା ତାହେଲେ ହେଇନଥାନ୍ତା, ତାହେଲେ ହିଡ଼ ନଦେବା ଦେଇଛି ମାନେ ଏଇଟା ହେଉଛି ରାଇଟ୍ ଆନ୍ସର, ବୁଝିପାରୁଛ କି ହିଡ଼ ନଦେବା, ହିଡ଼ ଦେବା ହେଇଥିଲେ ଆମର ଏଇଟା ହେଉଛି ଉପାୟ ହେଇଥାନ୍ତା, ବୁଝିପାରୁଛ। ତ ଏଇଟା ହେଉଛି ଉପାୟ ନୁହେଁ। 57 ନମ୍ବର କେଉଁଟିରେ ଅଭାବ ହେତୁ ରକ୍ତହୀନତା ଦେଖାଯାଏ। ରକ୍ତହୀନତା ପିଲାମାନେ ରକ୍ତହୀନତା କ'ଣ ଆମର ଜାଣିଛନ୍ତି ନା ଲୌହ, ସୋଡ଼ିୟମ ନା ଗନ୍ଧକ, କ୍ୟାଲସିୟମ କେଉଁଟାର ଅଭାବ ହେତୁ ଆମ ଶରୀରରେ ରକ୍ତହୀନତାର ଅଭାବ ଦେଖାଯାଇଥାଏ, ବୁଝିପାରୁଛ। ତ ରକ୍ତହୀନତା ଏଇଟା ମନେ ରଖ, ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନଟିଏ, ଏଇଟା ଭଲ ଭାବରେ ଦେଖିଯିବ କାହିଁକିନା ଏଇ କ୍ୱେଶ୍ଚନଟା ତୁମମାନଙ୍କର ଏକ୍ଜାମରେ ଆସିବ, ବୁଝିପାରୁଛ। ତ ଆମେ ଜାଣିଛନ୍ତି ଲୌହ ଥାଏ ତ ଲୌହ ପିଲାମାନେ ଆମର କମିଗଲେ ତ ରକ୍ତହୀନତା ଦେଖାଯାଇଥାଏ, ଏଇଟା ମନେକରି ରଖିକି ଯିବ କାହିଁକିନା ଏଇ କ୍ୱେଶ୍ଚନଟି ତୁମମାନଙ୍କର ଏକ୍ଜାମରେ ଆସିବ। ତ 57 ନମ୍ବର ବି ହେଉଛି ରାଇଟ୍ ଆନ୍ସର ହେଇଯିବ, ବୁଝିପାରିଲ। କେଉଁ ଗଛରେ ମରୁଭୂମିରେ ଦେଖାଯାଏ ନାହିଁ। ମରୁଭୂମିରେ 3ଟି ଗଛ ଦେଖାଯାଏ। ସିଜୁ ପିଲାମାନେ ଆମେ ମରୁଭୂମିରେ ଦେଖିଛନ୍ତି କି ନାହିଁ, ଦେଖିଛନ୍ତି ତ ହଁ ଦେଖାହେଇଛି। ଝାଉଁ ଅଛି, ହଁ। ସପ୍ତଫେଣି ଅଛି। ତ ମନ୍ଦାରଟା ମରୁଭୂମିରେ ଦେଖାଯାଏ। ମନ୍ଦାରଟା ପିଲାମାନେ ଆମ ଗାଁରେ କିମ୍ବା ତ ଟାଉନ୍ ଏରିଆ ଯେଉଁଠି ଦେଖ ମନ୍ଦାରରେ ଆମ ଗାଁରେ ମେନଲି ଦେଖାଯାଏ, ତ ଅଲଗା ଜାଗାରେ ଦେଖାଯାଏ ନାହିଁ, ବୁଝିପାରୁଛ। ତ ମରୁଭୂମିରେ ଆମର 3ଟି ଦେଖାଯାଏ, ସିଜୁ, ଝାଉଁ, ସପ୍ତଫେଣି, ଆଉ ତ ଦୁନିଆ ଗଛ ରହିଛି, ବୁଝିପାରୁଛ କି। ତ 58 ନମ୍ବର କୋଉଟା ରାଇଟ୍ ଆନ୍ସର ହେଇଯିବ ନା ସି। ଦେଖ 59 ନମ୍ବର ଦେଖିବା ତରଳ ଝାଡ଼ା ହେଲେ ପ୍ରାଥମିକ ଚିକିତ୍ସା ନିମନ୍ତେ କ'ଣ ପିଆଇବା ଉଚିତ। ଚିକିତ୍ସା ନିମନ୍ତେ ଆମେ ଗୋଟେ ଜାଣିଛନ୍ତି ସେଟା ହେଉଛି ORS ପିଆଇବା ଉଚିତ, ବୁଝିପାରିଲ। ଯଦି ତରଳ ଝାଡ଼ା ହେଉଛି ତାହେଲେ ଆମେ ORS ପିଇବା ଉଚିତ, ବୁଝିପାରୁଛ କି ଏଇଟା ଭଲ କରି ଦେଖିବ। ତାପରେ ନେକ୍ସଟ କ୍ୱେଶ୍ଚନ ଦେଖିବା 60 ନମ୍ବର ଦେଖିବା କେଉଁ ପଦାର୍ଥଟି ସହଜରେ ମାଟିରେ ମିଶୁନଥିବାର ତାହାର ବ୍ୟବହାର ସର୍ବଦା ବର୍ଜନୀୟ। ତ କେଉଁ ପଦାର୍ଥ ପିଲାମାନେ ଅଛି ସହଜରେ ମାଟିରେ ମିଶୁନଥିବାର, ମାନେ କେଉଁ ପଦାର୍ଥଟା ଅଛି ଯେଉଁଟାକି ସହଜରେ ମାଟିରେ ମିଶିବ ନାହିଁ। କ୍ୱେଶ୍ଚନ ଭଲ ଭାବରେ ବୁଝିବ, ବୁଝିପାରିଲ କି। ଦେଖ ତ ଫାଷ୍ଟ ଦେଇଛି କାଗଜ ଠୁଙ୍ଗା, ପଲିଥିନ୍ ମୁଣି, କପଡ଼ା ବ୍ୟାଗ୍, ପତ୍ର ତିଆରି ପ୍ଲେଟ୍। ପିଲାମାନେ ଦେଖ এইটি ଆମେ ଦେଖିବା କାଗଜ ଠୁଙ୍ଗାଟା ପିଲାମାନେ ମାଟିରେ ଇଜିଲି ମିଶିଯିବ। ଆମେ ଯଦି କାଗଜ ପକାଉଛନ୍ତି ଆମେ ଯଦି 5 ଦିନ କି 2 ଦିନ ପରେ ଦେଖିବା କାଗଜଟି ନଥିବ, ବୁଝିପାରିଲେ କି। ମ୍ୟାକ୍ସିମମ୍ 10 ଦିନ ପରେ ଯଦି ଦେଖିବା କାଗଜଟି ନଥିବ, ତ ଏଇଟା ପିଲାମାନେ ହେବ ନାହିଁ, ବୁଝିପାରୁଛ କି। ତ ପଲିଥିନ୍ ମୁଣି ତ ଏଟାକୁ ସାଇଡ଼୍ରେ ରଖିବା। ତାପରେ କପଡ଼ା ବ୍ୟାଗ୍ ଯଦି ଆମେ ପକାଉଛନ୍ତି ପିଲାମାନେ କପଡ଼ାର ତିଆରି, ବୁଝିପାରୁଛ। ତ ସେଇଟାକୁ ଯଦି କପଡ଼ାଟା ଆମେ ପକାଇଦେବା ସେ ଅଟୋମେଟିକ୍ ମିଶିଯିବ ମାଟିରେ, ବୁଝିପାରୁଛ କି କପଡ଼ାଟା। ଏବଂ ପିଲାମାନେ ଦେଖ ପତ୍ରରେ ତିଆରି ପ୍ଲେଟ୍, ପତ୍ରରେ ପ୍ଲେଟ୍ ମାନେ ସେଇଟା କ'ଣ ପତ୍ରରେ ମାନେ କ'ଣ ପତ୍ରଟା କାଗଜରେ ହିଁ ହେଇଥିବ ନା, ବୁଝିପାରୁଛ କି। ତ ପତ୍ର ତିଆରି ପ୍ଲେଟ୍ ବି ମିଶିଯିବ, କିନ୍ତୁ ପଲିଥିନ୍ଟା ଇଜିଲି ତୁମେ ଗୋଟେ ଖାଲି ପଲିଥିନ୍ ତୁମେ ପକାଅ ତ ଏଇ ପଲିଥିନ୍ଟା ହେଉଛି ତୁମର ମାଟିରେ ମିଶିବ ନାହିଁ। ଯଦି ଗୋଟେ ମାସ ପରେ ବି ଦେଖିବ ଗୋଟେ ପଲିଥିନ୍ ପୋତିକି ସେଇ ପଲିଥିନ୍ଟା ହିଁ ବାହାରିବ, ବୁଝିଲ। ତ ଗୋଟେ ମାସ କ'ଣ ବର୍ଷ ଦେଖ ଏ ପଲିଥିନ୍ ମୁଣି ପାଇବ ହିଁ ପାଇବ, ବୁଝିପାରିଲ। ଏ ମାଟିରେ ମିଶେ ନାହିଁ ସହଜରେ। ତ ସେଇଟା ହେଉଛି ପିଲାମାନେ ଦେଖ ମିଶୁନଥାଏ, ତାର ବ୍ୟବହାରଟା ସର୍ବଦା ବର୍ଜନୀୟ ହୋଇଥାଏ। ତ ସେଇଟା ହେଉଛି ପଲିଥିନ୍ ମୁଣି। ପିଲାମାନେ ଏଇଟା ଥିଲା ତୁମର ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ତାପରେ ପିଲାମାନେ ସାମାଜିକ ପାଠ ରହିଲା ଯେଉଁଟାକି ନେକ୍ସଟ ଭିଡ଼ିଓରେ ତୁମେ ଦେଖିବାକୁ ପାଇବ। ତ ଆଜିର ଭିଡ଼ିଓଟି ଯଦି ଭଲ ଲାଗିଛି ପିଲାମାନେ ଗୋଟେ ଲାଇକ୍ କମେଣ୍ଟ କରିଦେବ, ଆଉ ସମସ୍ତଙ୍କୁ ପିଲାମାନେ କହିଲି ଗୋଟେ ଲାଇକ୍ ସେୟାର କରିଦେବ। ତ ଆଜି ପାଇଁ ଏତିକି ପିଲାମାନେ, ଥ୍ୟାଙ୍କ ୟୁ।